ଏକ ଘଞ୍ଚ ଜଙ୍ଗଲରେ ଯେଉଁଠାରେ ବିଭିନ୍ନ ପ୍ରାଣୀ ବାସ କରୁଥିଲେ ସେଠାରେ ବହୁତ ଚତୁର ସୁଗାଳ ବାସ କରୁଥିଲେ। ଏହି ଜଙ୍ଗଲରେ ଏକ ସିଂହ ମଧ୍ୟ ବାସ କରୁଥିଲେ ଯିଏ ନିଜର ଶକ୍ତି ଏବଂ ଗର୍ଜନ ପାଇଁ ଜଣାଶୁଣା। ଦିନେ ସିଂହ ସ୍ଥିର କଲା ଯେ ସେ ସୁଗାଳକୁ ଭୋଜନ କରିବ। ଏହା ଜାଣିବା ପରେ ସେ ଏକ ଯୋଜନା ପ୍ରସ୍ତୁତ କଲା। ସୁଗାଳ ସିଂହକୁ ଏକ୍ସପ୍ଲେଣ୍ଡ ଆଇଲା ଯେ ଜଙ୍ଗଲରେ ଆଉ ଏକ ସିଂହ ଅଛି ଯିଏ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ଏବଂ ବଡ଼। ସିଂହ ତାଙ୍କ ଶକ୍ତି ପାଇଁ ଅତ୍ୟନ୍ତ ଗର୍ବିତ ଏବଂ ସେ ସଙ୍ଗେ ସଙ୍ଗେ ଅନ୍ୟ ସିଂହଙ୍କୁ ଭେଟିବାକୁ ସ୍ଥିର କଲେ। ସୁଗାଳ ସିଂହକୁ ଏକ ଗଭୀର କୂଅକୁ ନେଇଗଲା ଯେଉଁଠାରେ ସିଂହର ଛାଇ ପାଣିରେ ଦେଖାଯାଉଥିଲା। ଯେତେବେଳେ ସିଂହ କୂଅକୁ ଚାହିଁଲା ସେତେବେଳେ ସେ ଅନୁଭବ କଲା ଯେ ଏହା ଅନ୍ୟ ଏକ ସିଂହ ଅଟେ। ସେ ଛାଇ ଉପରେ ଗର୍ଜନ କରିବା ଆରମ୍ଭ କଲେ କିନ୍ତୁ ଛାୟା ମଧ୍ୟ ସେହିଭଳି ଗର୍ଜନ କରୁଥିଲା। ସିଂହ ଅଣ୍ଡରଷ୍ଟାଣ୍ଡ କରିପାରିଲେ ନାହିଁ ଯେ ସେ ନିଜ ଛାୟାକୁ ଚ୍ୟାଲେଞ୍ଜ କରୁଛନ୍ତି। ଏହି ସମୟରେ ଚତୁର ସୁଗାଳ ଚୁପଚାପ ଖସିପଡ଼ି ଯେତେବେଳେ ସିଂହ ଅନୁଭବ କଲା ଯେ ସେ ପ୍ରତାରିତ ହୋଇଛି ସେ ନିଜ ଅହଙ୍କାର ପାଇଁ ଅନୁତାପ କଲେ। ସେ ଅଣ୍ଡରଷ୍ଟୁଡ ଇଥିଲେ ଯେ କେବଳ ଶକ୍ତି ସବୁକିଛି ନୁହେଁ, ବୁଦ୍ଧି ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସୁଗାଳ ଚତୁରତା କେବଳ ତାଙ୍କ ଜୀବନ ରକ୍ଷା କରିନାହିଁ ବରଂ ସିଂହକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମଧ୍ୟ ଦେଇଛି।